ଶିକାର ଭଗବତୀ ଚରଣ ପାଣିଗ୍ରାହୀ। ସେ ଅଞ୍ଚଳର ଘିନୁଆର ନାମ ବିଖ୍ୟାତ ଶିକାରୀ ହିସାବରେ ଜଣା। ତାର ପ୍ରଥମ ଅସ୍ତ୍ର ନିଜର ହାତ ତିଆରି ଧନୁଶର। ସେ ତୀର ମାରିଲା ବେଳେ ଚିତ ହୋଇ ଶୋଇପଡ଼େ ବା ପାଦଟି ଧନୁରେ ଲଗାଇ ଦେଇ କାନ ପର୍ଯ୍ୟନ୍ତ ତୀରଟି ଟାଣି ନେଇ ଛାଣିଦିଏ। ମାଇଲିଏ ଦୂରରେ ତୀର ମାରି ସେ ଲାଖ ବାନ୍ଧିପାରେ। ଏହି ଧନୁଶର ସାହାଯ୍ୟରେ ସେ ହରିଣ, ସମ୍ବର, ବାରହା, ଭାଲୁ ମାରିଛି ଅଗଣନ। ଚିତାବାଘ ବି ମାରିଛି ଅନେକ। କିନ୍ତୁ ମହାବଳ ମାରିଛି ମୋଟେ 2ଟି। ମହାବଳ 2ଟି ମାରି ସେ ଡେପୁଟି କମିଶନରଙ୍କ ଠାରୁ ବେଶ୍ ପୁରସ୍କାର ପାଇଛି ମଧ୍ୟ। ସେଦିନ ଭୋରରୁ ସେ ଏକ ଅଦ୍ଭୁତ ଶିକାର ନେଇ ଡେପୁଟି କମିଶନରଙ୍କ ବଙ୍ଗଳା ପାଖରେ ହାଜର। ଗୋଟିଏ କାନ୍ଧରେ ତାର ଧନୁଟି ଝୁଲୁଛି, ହାତରେ 2-3ଟା ତୀର, ଆଉ କାନ୍ଧରେ ଟାଙ୍ଗିଆଟା ପଡ଼ିଛି। ଘିନୁଆକୁ ଏ ବେଶରେ ଦେଖି ଅର୍ଦ୍ଦଳି ପଚାରିଲା, କିରେ, ଆଜି କି ଶିକାର ଆଣିଛୁ? ଘିନୁଆ ସଙ୍ଗେ ତାର ଭଲ ଜଣାଶୁଣା। ତାର ବକ୍ସିସର ଅଂଶୀଦାର ସେ କେତେଥର ହୋଇଛି। ଉତ୍ତରରେ ଘିନୁଆ ତା ମଇଲା ଦାନ୍ତ 2 ଧାଡ଼ି କେବଳ ଦେଖାଇଲା। ସେ ହସିଲା କି ଖେକିଲା ଜାଣିବାର ଉପାୟ ନାହିଁ। ପ୍ରକୃତରେ ହସ ବୋଲି ଯାହାକୁ କୁହାଯାଏ, ଘିନୁଆଠାରେ ତାହା କେହି କେବେ ଦେଖିନାହିଁ। ବେଳେ ବେଳେ ସେ ଏହିପରି ଦାନ୍ତ ଦେଖାଏ। ତା ହସ ନୁହେଁ କି କାନ୍ଦ ନୁହେଁ, କେବଳ ଦାନ୍ତ ଦେଖା। ଅର୍ଦ୍ଦଳି ପଚାରିଲା, କିବେ, କି ଶିକାର ଆଣିଛୁ? ଘିନୁଆ ତାହାର ଗାମୁଛାରେ ବନ୍ଧା ହୋଇଥିବା ଗୋଟିଏ ପଦାର୍ଥକୁ ଦେଖାଇ କହିଲା ଯେ ସେ ଏକ ମସ୍ତ ଜାନୁଆର ଶିକାର କରିଛି। ଅର୍ଦ୍ଦଳି ପଚାରିଲା, ବାଘ? ଘିନୁଆ ମୁଣ୍ଡ ହଲାଇ ନାହିଁ ଜଣାଇଲା। ତେବେ କ'ଣ ଚିତା, ଭାଲୁ, ବାରହା? ଘିନୁଆ କେବଳ ମୁଣ୍ଡ ହଲାଇଗଲା। ଆଉ ତେବେ କ'ଣ ବେ? ଗୋଳମାଳ ଶୁଣି ସାହେବ ବଙ୍ଗଳା ଭିତରୁ ବାହାରି ଆସିଲେ। ଘିନୁଆ ମୁଣ୍ଡିଆ ମାରି ପୁଣି ସାହେବଙ୍କୁ ସେହିପରି ଦାନ୍ତ ଦେଖାଇଲା। ସାହେବ ଶିକାରର ଚେହେରା ଦେଖିବାକୁ ଔତ୍ସୁକ୍ୟ ପ୍ରକାଶ କରିବାରୁ ଘିନୁଆ ଗାମୁଛା ଭିତରୁ ବାହାର କରି ସାହେବଙ୍କ ପାଦତଳେ ଥୋଇଲା ଗୋଟିଏ ସଜକଟା ମଣିଷ ମୁଣ୍ଡ। ସାହେବ ଚମକି ପଡ଼ି ପାହୁଣ୍ଡେ 2 ପାହୁଣ୍ଡ ପଛେଇ ଗଲେ। ଘିନୁଆ ହାତ ବଢ଼ାଇ ମାଗିଲା, ସାହେବ, ବକ୍ସିସ। କିଛିକ୍ଷଣ ପରେ ମନକୁ ସମ୍ଭାଳି ନେଇ ସାହେବ ଘିନୁଆକୁ ବକ୍ସିସ ପାଇଁ ଅପେକ୍ଷା କରିବାକୁ ଇସାରା କଲେ ଏବଂ ଭିତରକୁ ଯାଇ ଫୋନ୍ ଦ୍ୱାରା ସଶସ୍ତ୍ର ପୁଲିସ ଫୌଜ ଡକାଇଲେ। ଏତଦ୍‌ବ୍ୟତୀତ ଘିନୁଆକୁ ଜବତ କରିବାର ଉପାୟ ନାହିଁ। ଦେହରେ ତାର ଗୋଟାଏ ଅସୁରର ବଳ, ହାତରେ ପୁଣି ତାର ଧନୁଶର ଓ ଟାଙ୍ଗିଆ ରହିଛି। ଯେତେବେଳେ ହାତକଡ଼ି ଗୋଡ଼କଡ଼ି ପିନ୍ଧି ଘିନୁଆକୁ ହାଜତରେ ରହିବାକୁ ହେଲା, ସେ କିଛି ବୁଝିପାରିଲା ନାହିଁ। ତାକୁ ଏପରି ଭାବରେ ଅଟକାଇ ରଖିବାର ମତଲବ କ'ଣ? ସୁବିଧା ପାଇଲେ ସେ କାହାରିକି ଏ ବିଷୟରେ ପଚାରେ। କିଏ କହେ ତାର ଫାଶି ହେବ, କିଏ କହେ ସେ ଯିବ କଳାପାଣି। କାହିଁକି ସେ ଏମିତି କି ଅପରାଧ କରିଛି କି? କିଛି ବୁଝି ନ ପାରି ସେମାନଙ୍କ କଥାକୁ ସେ ବିଶ୍ୱାସ କରିପାରି ନାହିଁ। ଶେଷରେ ଦିନେ ଡେପୁଟି କମିଶନର ପରିଦର୍ଶନ କରିବାକୁ ଆସିଥିଲେ। ସେ ତାଙ୍କୁ ହିଁ ସବୁ ହାଲ ପଚାରିଲା। ସେ କହିଲେ ଯେ ପୂର୍ବରୁ ସେ ବାଘ, ଭାଲୁ ମାରୁଥିଲା ବୋଲି ସଙ୍ଗେ ସଙ୍ଗେ ବକ୍ସିସ ପାଉଥିଲା। ଏବେ ମାରିଛି ମଣିଷ। ଏଥର କି ବକ୍ସିସ ପାଇବ, ଯାହା 5-6 ଜଣ ତ ଫେର ବୁଝି ବିଚାରି ଠିକ୍ କରିବେ। ଏହି କଥାଟା ହିଁ ଘିନୁଆ ମନକୁ ମାନିଲା। ଯେଉଁଦିନ ତାର ବିଚାର ହେଲା, ଘିନୁଆ ମନେ ମନେ ଭାବିଲା, ସେହିଦିନ ତାକୁ ବକ୍ସିସ ମିଳିବ। ସେ ଉତ୍ସାହିତ ହୋଇ ଜଜ୍‌ଙ୍କ ଆଗରେ ସବୁ ବିବରଣ କହିବାକୁ ଲାଗିଲା। ସେ ଯେ ଗୋବିନ୍ଦ ସରଦାରଙ୍କୁ ହାଣିଲା, ସେଥିପାଇଁ ତାକୁ କମ୍ କଷ୍ଟ କରିବାକୁ ପଡ଼ିନାହିଁ। ଆଉ ଅନେକ ଲୋକ ତାକୁ ମାରିବାକୁ ଛକିଥିଲେ, କିନ୍ତୁ କେହି ପାରି ନ ଥିଲେ। ଗୋବିନ୍ଦ ସରଦାର ଯେ ସବୁବେଳେ ମଟରରେ ଯିବା ଆସିବା କରେ। ସେ ତାର ଧନସମ୍ପତ୍ତି କମେଇଛି। ଅନ୍ୟ ସମସ୍ତଙ୍କୁ ଲୁଟିକରି ବଡ଼ ସଇତାନ ଲୋକ ଥିଲା ସେ। କେତେ ଲୋକଙ୍କୁ ସେ ମାରିଛି, କେତେ ଲୋକଙ୍କୁ ଉଚ୍ଛନ୍ନ କରିଛି, କେତେ ସ୍ତ୍ରୀ ଲୋକଙ୍କ ଇଜ୍ଜତ ନେଇଛି, ତାହାର ଠିକଣା ନାହିଁ। ଘିନୁଆର ସବୁ ଜମିବାଡ଼ି ମଧ୍ୟ ନେଇ ନିଜର କରିଛି।
ସେଦିନ ସନ୍ଧ୍ୟାରେ ଘିନୁଆର ସ୍ତ୍ରୀ ଉପରେ ଅତ୍ୟାଚାର କରିବାକୁ ବସିଥିଲା। ଏତେ ବଡ଼ ବହବ ଘିନୁଆକୁ ଦେଖି ମଟରରେ ପଲାଉଥିଲା। ତା ହାବୁଡ଼ରୁ ଖସି ଚାଲିଯିବା ତାର ମଟର ଚକକୁ ତୀର ମାରି ଘିନୁଆ ମଟରକୁ ଅଚଳ କରିଥିଲା। ତାପରେ ଟାଙ୍ଗିଆରେ ତାର ମୁଣ୍ଡଟି କାଟିଦେଇ ସିଧା ଦୌଡ଼ିଲା। ରାତି ରାତି ବଣ ଜଙ୍ଗଲ ଭିତର ଦେଇ 30 ମାଇଲ ରାସ୍ତା ଏକା ନିଃଶ୍ୱାସକେ ଦୌଡ଼ି ସେ ଡେପୁଟି କମିଶନରଙ୍କ ବଙ୍ଗଳା ପାଖରେ ହାଜର ହେଲା। ଗୋବିନ୍ଦ ସର୍ଦ୍ଦାର ସାମାନ୍ୟ ଲୋକ ନୁହେଁ। ହାତରେ ତାର ଥାଏ ସବୁବେଳେ ବନ୍ଧୁକ। ବାଘ ଭାଲୁଙ୍କ ଅପେକ୍ଷା ଲୋକ ତାକୁ ବେଶୀ ଭୟ କରନ୍ତି। ବାଘ ଭାଲୁଙ୍କ ଅପେକ୍ଷା ସେ ଲୋକଙ୍କର କ୍ଷତି କରେ ଢେର ବେଶୀ। ତାକୁ ମାରିବା ପାଇଁ ଘିନୁଆ କମ୍ ସାହସ ଓ ବିଚକ୍ଷଣତା ଖର୍ଚ୍ଚ କରି ନାହିଁ। କିଛି ବର୍ଷ ତଳେ ମେଲିଆ ଛପଟ ସିଂର ମୁଣ୍ଡ କାଟିଥିବାରୁ ସାହେବ ଡୋରାକୁ 500 ଟଙ୍କା ବକ୍ସିସ ଦେଇଥିଲା। ଛପଟ ସିଂ ତ ଏକରକମର ଭଲ ଲୋକ ଥିଲା ଯେ ସ୍ତ୍ରୀ ଲୋକଙ୍କ ଇଜ୍ଜତ ନେଇ ନାହିଁ କି କାହାରି ଜମିବାଡ଼ି ଦଖଲ କରି ନାହିଁ। ସେ କେବଳ ଖଜଣାଖାନା ଲୁଟି କରିଥିଲା, ଆଉ କେତେଜଣ ସିପାହୀଙ୍କୁ ମାରିଥିଲା। ଗୋବିନ୍ଦ ସର୍ଦ୍ଦାର କିନ୍ତୁ ବଡ଼ ଭୟଙ୍କର ଲୋକ। ତାକୁ ମାରିଥିବାରୁ ଘିନୁଆକୁ ଅଧିକ ବକ୍ସିସ ମିଳିବା ଉଚିତ। ଘିନୁଆର ଗଳ୍ପ ଶୁଣି ସମସ୍ତେ ହୋ ହୋ ହୋଇ ହସି ଉଠିଲେ। ଜଜ୍ ସାହେବ ହସି ହସି କହିଲେ, ହଁ, ଉପଯୁକ୍ତ ବକ୍ସିସ ଦିଆଯିବ। ସରକାରୀ ଓକିଲ କହିଲେ, ତତେ ଏଠାକୁ ଖାସ୍ ଅଣା ହୋଇଛି ବକ୍ସିସ ଦିଆଯିବା ଲାଗି। ଘିନୁଆ ଏହାକୁ ପରିହାସ ନ ମଣି ସତ ବୋଲି ମନେକଲା। କାରଣ ହସ, କୌତୁକ, ଥଟ୍ଟା, ପରିହାସ ସେ ଜାଣିନାହିଁ। ତାର ଯେ ନିତାନ୍ତ ନିପଟ ରସଶୂନ୍ୟ ପ୍ରକୃତି। ଶେଷରେ ରାୟ ଦିଆଗଲା ପ୍ରାଣଦଣ୍ଡ। ଘିନୁଆ ଏହାର କୌଣସି ଅର୍ଥ ବୁଝିଲା ନାହିଁ। ପୁଣି ଜେଲକୁ ଫେରାଇ ତାକୁ ବୁଝାଇ ଦିଆଗଲା ଯେ ତାର ବକ୍ସିସ ପାଇବାର ଦିନ ଆସୁଛି। ଘିନୁଆ ସେ ପର୍ଯ୍ୟନ୍ତ ବୁଝିଲା ନାହିଁ ଯେ ସେ ଜଣେ ଅପରାଧୀ ଓ ସେଥିଲାଗି ତାକୁ ପ୍ରାଣଦଣ୍ଡ ଆଦେଶ ହୋଇଛି। ଛପଟ ସିଂଙ୍କୁ ମାରିବା ଓ ଗୋବିନ୍ଦ ସର୍ଦ୍ଦାରଙ୍କୁ ମାରିବା ଯେ ଏକା କଥା ନୁହେଁ, ତାହା ସେ ବୁଝିବ କାହୁଁ? ସେ ଜାଣିଲା ନାହିଁ ଯେ ଗୋଟିଏ ଗୌରବର ବିଷୟ, ଅନ୍ୟଟି ଦୋଷାବହ। ଆଇନର ସୂକ୍ଷ୍ମ ଜାଲ ଭିତରେ ପଶିବାକୁ ତାର ମୁଣ୍ଡ ନାହିଁ। ସେ ଯେ ବଣୁଆ ସାନ୍ତାଳ। ସେ ମନେ ମନେ ଭାବେ, ଡୋରା 500 ଟଙ୍କା ପାଇଛି ଛପଟ ସିଂଙ୍କୁ ମାରି। ସେଥିରୁ ବେଶୀ ନ ଦେଲେ କାହିଁକି ନେବ? ସବୁ ଫେରାଇ ଦେଇ କହିବ, କିଛି ନ ଦିଅ ପଛେ ସାହେବ, ଡୋରାଠାରୁ ବେଶୀ ପାଇବା ମୋର ହକ୍। ଜେଲର ଅନ୍ଧାରିଆ ନିର୍ଜନ ଗୁମ୍ଫାରେ ରହି ସେ କେତେ କ'ଣ ଭାବେ। କଥାବାର୍ତ୍ତା କରିବାକୁ ସେ କାହାରିକୁ ଦେଖେ ନାହିଁ। କଥାବାର୍ତ୍ତା କରିବାକୁ ବି ତାର ଆଗ୍ରହ ନ ଥାଏ। କେବଳ ବକ୍ସିସ ପାଇଁ ଘରକୁ ଫେରିବାକୁ ତାର ମନ ଛଟପଟ ହେଉଥାଏ। ଶେଷରେ ତାର ଫାଶିର ଦିନ ଆସିଲା। ତାକୁ ପଚରାଗଲା, ତାର ଶେଷରେ କ'ଣ ଦରକାର? ସେ କହିଲା, ମୋର ବକ୍ସିସ। ଆଚ୍ଛା, ବକ୍ସିସ ପାଇବୁଆ କହି ତାକୁ ନେଇଗଲେ। ମୁଣ୍ଡରେ ତାର ଗୋଟାଏ କଳା କନାର ଖିଲ ପିନ୍ଧାଇ ଦିଆଗଲା। ଘିନୁଆ ମନେ ମନେ ବିଚାରିଲା, ଆଖିରେ ଅନ୍ଧ ପୋଟଲି ଦେଇ ହାତରେ ତାର ସୁନା ରୂପା ଢାଳି ଦିଆଯିବ। ସରକାର ଘରର କେତେ ଫନ୍ଦି ଫିକର, କାଇଦା କଟକଣା ଅଛି। ଖାଲି ସେମିତି କ'ଣ ବକ୍ସିସ ଦିଆଯିବ? ସେ ଘରକୁ ଫେରି ସବୁ ଦେଖାଇବ। କି ଖୁସି ହେବ ସ୍ତ୍ରୀ ତାର ସେ ସବୁ ଦେଖି। ଭଲ ଘରଦ୍ୱାର କରି ଜମିବାଡ଼ି ଚଷି ସେ ସୁଖରେ ରହିବ। ଆଉ ତ ଗୋବିନ୍ଦ ସର୍ଦ୍ଦାର ନାହିଁ ଯେ ସବୁ ଲୁଟି କରି ନେବ। ହଠାତ୍ କ'ଣ ଗୋଟାଏ ଆସି ତା ବେକରେ ବାଜିଲା।